निवेदन करुछंती करुणामयी जननी कर जोड़ी पादे करे दहिनी मासी आसनी कर कृपा बारे त्रिनयनी मासी आसनी Spasilo e thoroni masi hasoni मात रुद्राणी गिरी शिखे विजे दुई बौणी गजईरी पृष्ठे भ्रमणी सिंहासनी गजईरी पृष्ठे भ्रमणी सिंहासनी घनश्यारे भी मंडित घनश्याम नाही नवजड़ित घंटी घागुड़ी सदा शोभित गो आगे मात घंटी घागुड़ी सदा शोभित गो आगे मात भगवती भारती गो देवी नमस्ते भगवती भारती गो देवी नमस्ते चलो भैरवी बाना माउडाऊ जगते लगी जाऊ भय लागिलाणी चिते गो भगवती एणु भय लागिलाणी चिते जगत जननी जबा धरी सुंदरी गो जबा धरी सुंदरी मो माता गो जोगरु गो अछु विजे कोन जीवा शिवार मा जगिलु बाटा आदि जन्म मरण धरी मा लगाऊ नाटो ले जानिबु कष्टीर कष्टल जगत मात मा जानिबु कष्टीर गुरु ब्रह्मा गुरु विष्णु गुरु महेश्वर गुरु जे साक्षात मो परम ईश्वर आहे गुरुदेव मो कंठरे बसिब न आसिब पद मान कंठे कही देव देव मते विद्या भाव मो गुरुदेव आज देव मते विद्या भाव तैलक्य पाली नीलो हई ममता सुता प्रथमे पिता माता को मो नम शुण हे सौजन्य दे दिन श्रवण
ତାଙ୍କର ଯୋଉ 14 ଦିନ ଏ ବାପା ଜଣେ କାଳସୀ ଦେବହନ ତେଣୁ କରି ବାପାଙ୍କର ଦ୍ୱାର ଲାଗିଛି ଦେବେ କାହାଣୀ ଦେରାଏ ସେ ବାପାଙ୍କୁ ମୋର ନମସ୍କାର ହୋ। ଏ ଗ୍ରାମେ ଅଛନ୍ତି ମୋର ଯେତେ ପଣ୍ଡିତ ଗ୍ରାମକୁ ଆସିବା ଗରୁ ହେଲି ଦଣ୍ଡବତ। ଏ ଗ୍ରାମେ ଅଛନ୍ତି ମୋହର ଯେତେ ଗୁରୁ ମାନ୍ୟ ହେଉଛି ଗ୍ରାମେ ଆସିବା କରୁ। ପଣ୍ଡିତ ଜନଙ୍କ ଚରଣେ ବନ୍ଦନ କି ଗୀତ ଗାଇବି ମୁଁ ହଇଣ ଗାହାଣ ହଉରେ ଆବଲ୍ୟରୁ ମୂର୍ଖ ବିଦ୍ୟା ମୁଁ ପଢ଼ି ନାହିଁ ତୁମ୍ଭରଙ୍ଗ ସଭାରେ କେବେ ଯେ ବସି ନାହିଁ। ଖାଇବା ସମୟରେ ଅନ୍ନ ତଳେ ପଡୁଛି ଗାଇବା ସମୟରେ ଗୀତ ଭୁଲ ହେଉଛି ଏଣୁ ଦୋଷ ନ ଧରିବେ ସରଳ ଚିତ୍ତରେ ଅଧମ ଗାଇବ ତୁମ୍ଭରଙ୍ଗ ସଭାରେ ଯେଣୁ ମନାମ ପ୍ରକାଶ ହେ ବୟସ କମଳ ପାଲୁରୁ ଗଡ଼ ବିଛଣା ପଲିରେ ଘର ଆହେ ବିଦୁଷ ଜନୁ ଦୋଷ ଥିଲେ ମୋ କରିବ ମାର୍ଜନ ସଭାକୁ ହେଉଛି ମାନ୍ୟ ଶୁଦ୍ଧି ଜନ ଏଥୁ ପୁରାଣ କରିବା ମା ଆସିଲା ସତ କଥା ଯେ ଆମ ସମସ୍ତଙ୍କୁ ଧଳା ଧଳା ଝିଅ ଦିଟାକୁ ନାଲି ନାଲି ବେଲେ ତାଙ୍କେ ବେଶୀ ହଲୁଛନ୍ତି ତ ତାଙ୍କର ନାଲି ସମସ୍ତଙ୍କୁ ଧଳା ଧଳା ହଉ ରେ ବାପା ଏ ପୁଅ ଏ ପଣ୍ଡିତ ନାକୁ ଆମ୍ଭେ ଯୋଡୁଅଛୁ କରା କି ପୁରାଣ ଗାଇବୁ ହେ ଏ ସଭା ଉପରା ସୁନ୍ଦର ସଭା ମଧ୍ୟରେ କହିବାବୁ ଯାଇ ଶୁଣିବେ ବି ଦୁଃସଜନ ମନ କର୍ଣ୍ଣ ଦେଇ କେବଳ ପୁରାଣ ବିଷୟ କରିବା ପ୍ରଚାର କେତେ କେତେ ବିଷୟ ପଡ଼ି ଏବେ ରହିଅଛି କହିଲେ ରାମାୟଣ କଥା କହିବା ବାଛି ବାଛି ମନ ଦେଇ ଶୁଣ ଏ ତ ଯେ ରାମାୟଣ ସୁନ୍ଦର ସଭାରେ ପଦ ଦେବାକ କହିନ ଆଦ୍ୟ ଅଯୋଧ୍ୟା ଅରଣ୍ୟ କିଷ୍କିନ୍ଧ୍ୟା ସୁନ୍ଦର ଆଦ୍ୟ ଅଯୋଧ୍ୟା ଅରଣ୍ୟ କିଷ୍କିନ୍ଧ୍ୟା ସୁନ୍ଦର ଲଙ୍କା ସହିତରେ ରହିଛି ଉତ୍ତର ସାତକାଣ୍ଡ ରାମାୟଣ ବାଲ୍ମୀକି ଲିଖନ କୋକାଣ୍ଡ ଶୁଣିବେ ମୋହର ବନ୍ଧୁଗଣ ଠିକ ଶୁଣ ହେ ସୌଜନ୍ୟ ଏବେ ଡେରିଣ ମତି କୋଉ ପୁରାଣ ମନ ବଳେ ଝଟତି କୁହନ୍ତୁ ବନ୍ଧୁ ହେ କହ ବାଛି ବାଛି ଯଦି ରାମାୟଣରେ ନଇଛି ତ ମହାବିଷ୍ଣୁ ପୁରାଣ ଏ ତ ସୁନ୍ଦର ତୈଥ୍ୟ ମହାବିଷ୍ଣୁ ପୁରାଣ ଏ ସୁନ୍ଦର ରୀତି କହିଲେ ସଭା ମଧ୍ୟରେ କହିବା ଭାରତୀ
ହେଲେ ବାବୁ ମହାସତୀ ସୂର୍ଯ୍ୟକାନ୍ତି ବୋଲି ଏକ ବିଜେ ବିଷୟ ସୁନ୍ଦର ସଭାରେ ପଦ କହିବା ନିଶ୍ଚୟ। ହଁ 12 ବର୍ଷ ମଲାପତି କି ହେ ମସ୍ତକେ ଘେନିଣ ହଁ ଘୋର ବନସ୍ତରେ ଚତୁରୀ ବୁଲିବ ବହନ। ହଉ ମହାବିଷ୍ଣୁ ପୁରାଣ କହିବା ବୁଝାଇ ନହିଲେ ଅନ୍ୟ ଦିଗ ପୁରାଣ ଦେବାକୁ ବତାଇ। ଏ ବାପ ହଇ ଇଏ ବାପା ଜଣେ ହେଉଛନ୍ତି କଳାକାର ମଙ୍ଗଳାଙ୍କ ସେବାର ଇଏ ଲୀନ। କାଳୀ ବନମାଳୀ ଜଗନ୍ନାଥ କାଳୀ ସବୁ ତ ଗୋଟିଏ। ଏଣୁକରି ଆମର ଇଏ ଯେଉଁ ଭାବିନୀପୁରର ବସନ୍ତ ନନା ଇଏ ମଧ୍ୟ ଆଙ୍କର ଜଣେ ଶିଷ୍ୟ ପିଲା। ହେଲେ ଆମେ ତ ପୁରାଣ କହିବା ମନା ନାହିଁ, ଆମକୁ ଯାହା ଆସୁଥିବ ତାହା ମଧ୍ୟ ବଖାଣି ଦେବା। ହେଲେ କଥା କ'ଣ ରହିଛି ଆମର ବସନ୍ତ ଭାଇ ଟିକିଏ କର ବିଚାର। ଆରେ ଲାଗିଛି ପାଲା ଗାହାଣୀ ଇଏ ବାପାଙ୍କ ଦର। ବାପା ପାଇଁ କିଛି ବାପରେ କର ପ୍ରଚାର। ଏବେ ସଭାକୁ ହୁଅ ଜରରେ ବସନ୍ତ ନନା ଆଜ ସଭାକୁ ହୋଇବ।